सद्गुरुदेव शिवमुनि महाराज की जय। मनुष्य भगवान की जय। योगो विद्या की जय। परम पूज्य पिता माता की जय। अखिल भूमंडल सर्वशिरोमणि मुनि समाज की जय। समस्त मुनि मुनिमति की जय। ମୁଁ ଆଜି ଏହି ସତ୍ସଙ୍ଗରେ ସର୍ବପ୍ରଥମେ ଆତ୍ମଦେବଙ୍କର ସ୍ତୁତି କରି ଆତ୍ମଜ୍ଞାନ ବିଷୟରେ କିଛି ଆଲୋଚନା କରିବାକୁ ଯାଉଛି। ତତ୍ସଙ୍ଗେ ସଙ୍ଗେ ସମସ୍ତ ଜନତା ଜନାର୍ଦ୍ଦନଙ୍କୁ ମୋର ସତ୍ପ୍ରେମ ଜୟଜୀବ। ଆଜି ଆମେ ମୁନି ସମାଜର ସାଧନ ବିଷୟରେ ଆଲୋଚନା କରିବା। ମୁନି ସମାଜର ସାଧନ ଠିକ୍ ଭାବେ କରିବା ଉଚିତ, କିନ୍ତୁ ଯଦି ମୁନି ସମାଜର ସାଧନ ଠିକ୍ ନ କଲେ ତେବେ କୌଣସି କଷ୍ଟ ବା କ୍ଷତି ହୁଏ ନାହିଁ। ଠିକ୍ ଭାବେ ସାଧନ ନ କଲେ ସାଧକ ପୂର୍ଣ୍ଣ ଲାଭ ପାଇପାରିବ ନାହିଁ। ଏହି ସାଧନକୁ ବାଳକ, ବୃଦ୍ଧ, ଯୁବା, ରୋଗୀ, ନିରୋଗ, ନିର୍ବଳ, ବଳବାନ, ସ୍ତ୍ରୀ, ପୁରୁଷ ଓ ଧନୀ ଗରିବ ସମସ୍ତେ କରିପାରିବେ। ଏଥିପାଇଁ କୌଣସି ମୂଲ୍ୟବାନ ପଦାର୍ଥ ଦରକାର ନାହିଁ। ଉଦାହରଣ ସ୍ୱରୂପ ଏଥିପାଇଁ ବା ଖେଳ ପାଇଁ ଯେଭଳି ଭାବରେ ବା ବ୍ୟାୟାମ ପାଇଁ ଯେଭଳି ଭାବରେ ବ୍ୟାଟ୍, ବଲ୍, ମୁଦ୍ଗର ଏବଂ ଅନ୍ୟାନ୍ୟ ଦାମିକା ଉପକରଣ କିଣାଯାଏ, ଏଥିପାଇଁ ସେଭଳି କିଛି କିଣାଯାଏ ନାହିଁ। ଯେଉଁଠାରେ ଆପଣ ରହୁଛନ୍ତି ସେହିଠାରେ ଆପଣ ସାଧନ କରିପାରିବେ। ବାହାରକୁ ଯିବା ଅନାବଶ୍ୟକ। ଏ ସାଧନରେ ପ୍ରାଣର ଗତିକୁ ବନ୍ଦ କରିବା ଆବଶ୍ୟକ ହୁଏ ନାହିଁ। ମୁନି ସମାଜ ସାଧନରେ ହଠଯୋଗ ଆଦୌ ନାହିଁ। ମୁନି ସମାଜ ଲୋକଙ୍କୁ ବାଚକ ଜ୍ଞାନୀ ତିଆରି କରେ ନାହିଁ କି ଭିକମଗାନ କରି ଆଦର୍ଶ ଗୃହସ୍ଥ କରିଥାଏ। ମୁନି ସମାଜ ଜଟା ରଖି କୌପୁନୀ ପିନ୍ଧି କେବଳ ବସି ରହିବାକୁ କହେ ନାହିଁ। ମୁନି ସମାଜ ସମସ୍ତଙ୍କୁ କର୍ମବୀର କରେ। କେବଳ ବଚନରେ ନୁହେଁ, ଶରୀରରେ, ମନରେ ଓ ଅନ୍ତରାତ୍ମାରେ। କର୍ମବୀର ହେବା, ମୁକ୍ତି ପାଇବା ଓ ସର୍ବଦା ପ୍ରସନ୍ନ ରହିବା ପାଇଁ ପୃଷ୍ଟ, ନିରୋଗ ଓ ନିର୍ବିକାର ଶରୀର ଦରକାର। ଏହା ଯେତେ ମୁନି ସମାଜ ସାଧନରେ ହୋଇପାରିବ ସେତେ ଅନ୍ୟ ସାଧନରେ ହୁଏ ନାହିଁ। ସଂସାରରେ ବିଜୟୀ, ସଫଳ, ସାମର୍ଥ୍ୟବାନ, ସୁଖୀ, ପ୍ରତାପୀ, ମୁକ୍ତ ହେବା ପାଇଁ ନିରୋଗ, ନିର୍ବିକାର, ଶାନ୍ତ, ପୃଷ୍ଟ, ତୀକ୍ଷ୍ଣ ଓ ଉଚ୍ଚକୋଟୀର ମସ୍ତିଷ୍କ ଓ ବୁଦ୍ଧି ଦରକାର, ଯାହା ମୁନି ସମାଜ ସାଧନ ଦ୍ୱାରା ସମସ୍ତଙ୍କୁ ମିଳିପାରିବ। ମୁନି ସମାଜ କେବଳ ପରଲୋକ ସୁଧାରିବା ପାଇଁ ନୁହେଁ, ପରଲୋକ ତ ଅନ୍ୟର ଲୋକ। ମୁନି ସମାଜ ବର୍ତ୍ତମାନ ନିଜର ଏହି ଲୋକ ସୁଧାରି ପରଲୋକ ମଧ୍ୟ ସୁଧାରିଥାଏ। ମୁନି ସମାଜ କେବଳ ଆଖି ବନ୍ଦ କରି ଜଡ଼ ସମାଧିରେ ବସିବାକୁ ଓ ଗୁରୁ ସେବା ଶିକ୍ଷା ଦିଏ ନାହିଁ। ମୁନି ସମାଜ ପ୍ରକୃତ ମନୁଷ୍ୟ ବା ନର ତିଆରି କରେ, ଯାହାକୁ ସତ୍ୟନାରାୟଣ କୁହାଯାଏ। ମୁନି ସମାଜକୁ ଆସିବା ପରେ ଉଦାସୀନତା ଚାଲିଯାଏ। ମଥା ଉଚ୍ଚ କରି ଚାଲିବାକୁ ହୁଏ ଓ ଗୁଲାମୀର ଭାବ ମନରୁ ବାହାରିଯାଏ। ଏହା ସହିତ ଉତ୍ସାହ, ପ୍ରସନ୍ନତା ଓ ଆନନ୍ଦ ଆସେ। ଏସବୁ ସାଧନ ଭରସାରୁ ମିଳେ, ଈଶ୍ୱରଙ୍କ ଭରସାରୁ ନୁହେଁ ବା ଈଶ୍ୱରଙ୍କ ଆଶୀର୍ବାଦରୁ ମିଳେ ନାହିଁ। ମୁନି ସମାଜର ଖାଇବା ପିଇବାର ନିୟମ
ପ୍ରାକୃତିକ, ସରଳ ଓ ସ୍ୱାଭାବିକ। ଯେତେବେଳେ ଭୋକ ଲାଗିବ ଭୋଜନ ସେତିକି ବେଳେ କରିବା ଉଚିତ ଓ ଯେତିକି ଭୋକ ଲାଗିବ ସେତିକି ଭୋଜନ କରିବା। ଯେଉଁ ପଦାର୍ଥକୁ ଅନ୍ତରାତ୍ମା ସ୍ୱାଭାବିକ ଭାବେ ମାଗିବ ସେହି ପଦାର୍ଥ ଆମେ ଭୋଜନ କରିବା ଓ ଆତ୍ମାର ବିରୁଦ୍ଧରେ କିଛି କରିବା ନାହିଁ। ନିଜ ପଥପ୍ରଦର୍ଶକ ନିଜ ଭିତରେ ବସିଅଛି। ଏହା ମୁନି ସମାଜର ଉପଦେଶ ବା ମୁନି ସମାଜ ଏହା ବତାଏ। ମୁନି ସମାଜ ସାଧନ ଯେଉଁମାନେ କରୁଛନ୍ତି ସାଧନ ଅନୁସାରେ ଲାଭ ମିଳୁଛି। ଆଜି ପର୍ଯ୍ୟନ୍ତ ଏ ସାଧନ ଦ୍ୱାରା କାହାରି କୌଣସି ପ୍ରକାରର କ୍ଷତି ହୋଇନାହିଁ। ଲୋକେ କହନ୍ତି ଯୋଗ କରୁଥିବା ଲୋକକୁ ଅଗ୍ନି ଜଳାଇ ପାରିବ ନାହିଁ ଓ ଅଗ୍ନି ଥଣ୍ଡା ହୋଇଯିବ ଓ ସବୁ ଗରମ ଖାଦ୍ୟ ମଧ୍ୟ ଥଣ୍ଡା ହୋଇଯିବ। କିନ୍ତୁ ଏପରି ହେଲେ ଶରୀର ଗରମ ସବୁନ ପାଇଁ ଥଣ୍ଡା ହୋଇ ମନୁଷ୍ୟର ମୃତ୍ୟୁ ହୋଇଯିବ। ଯୋଗ ନ ଜାଣିଥିବା ଲୋକ ଏହିପରି କହନ୍ତି। ଆହୁରି ମଧ୍ୟ ସେମାନେ କହନ୍ତି ଯୋଗୀ ଯାହାକୁ ଓ ଯାହା ଛୁଇଁଦେବ ସୁନା ହୋଇଯିବ। ଫଳରେ ଖାଦ୍ୟ ଛୁଇଁଲେ ସୁନା ହେଲେ ସାଧକ କ'ଣ ଖାଇ ବଞ୍ଚିବ? ନିଜ ସ୍ପର୍ଶରେ ଶରୀର ଯଦି ସୁନା ହୋଇଯିବ ତାହେଲେ ସେ ସଙ୍କୁଚିତ ହୋଇ ମରିଯିବ। ଯଦି ତା'ର ପାଣି ପିଇବାକୁ ଇଚ୍ଛା ହୁଏ ପାଣି ତା ସଂସ୍ପର୍ଶରେ ଆସିଲେ ତାହା ଯଦି ସୁନା ହୋଇଯିବ ତାହେଲେ ସେ କ'ଣ ପିଇ ଖାଦ୍ୟକୁ ହଜମ କରିବ? କିନ୍ତୁ ଏପରି ଯୋଗ ସାଧନରେ ହୁଏ ନାହିଁ। କେତେକ କହନ୍ତି ଯୋଗୀ ନ ଖାଇ ବର୍ଷ ବର୍ଷ ଧରି ରହିପାରେ ଓ ତାକୁ ଭୋକ ଲାଗେ ନାହିଁ। କିନ୍ତୁ ସମସ୍ତେ ଭୋକ ହେବା ପାଇଁ ଯତ୍ନ କରନ୍ତି। କିନ୍ତୁ ଯୋଗୀ ବା ସାଧକ କ'ଣ ମୂର୍ଖ ଯେ ଏପରି ସେ କରିବ ବା ଏପରି ଚାହିଁବ ଭୋକ ନ ହେବା ପାଇଁ? ଯୋଗରେ ଏହା ହୁଏ ନାହିଁ। ବିନା ଭୋକରେ ସ୍ୱାଦ ମିଳେ ନାହିଁ। ମୁନି ସମାଜ ଯୋଗୀ ପାଗଳ ହୁଏ ନାହିଁ କି ଗୁମ୍ଫାରେ ରହି ଲେଙ୍ଗୁଟି ପିନ୍ଧେ ନାହିଁ କି ଲଙ୍ଗଳା ହୋଇ ରହେ ନାହିଁ। ମୌନୀ ବାବା ଈଶ୍ୱରଙ୍କୁ ପ୍ରସନ୍ନ କରିବା ପାଇଁ ଧ୍ୟାନ କରନ୍ତି। ମୌନ ରହିବା ଯଦି ସାଧୁମାନଙ୍କ ପାଇଁ ଶ୍ରେୟସ୍କର ତେବେ ସାଧୁମାନେ ମୂକ ହୋଇ ଜନ୍ମ ଲାଭ କରିଥାନ୍ତେ ଓ କଥା କହିବାକୁ ସେମାନଙ୍କର ଇନ୍ଦ୍ରିୟ ନଥିଲେ ସେମାନଙ୍କୁ କଷ୍ଟ କରି ମୌନ ହେବାକୁ ପଡ଼ିନଥାନ୍ତା। ଅବତାରିକ ପୁରୁଷମାନେ କାହିଁକି ଭଲ ଉପଦେଶ କଥାରେ କହୁଥିଲେ ଓ ମୌନ ନଥିଲେ? ସଂସାରରେ ଯଦି ସମସ୍ତେ ଭିକ୍ଷା ମାଗିବେ ତେବେ ଭିକ୍ଷା କିଏ ଦେବ? ରାମକୃଷ୍ଣ କାହିଁକି ଭିକ୍ଷା ମାଗୁନଥିଲେ କି ସେମାନେ ମୌନ ରହିନଥିଲେ? ଯେ ସାଧାରଣ ନିୟମରେ ଜଣେ ଗୃହସ୍ଥ ହୋଇନପାରିବ ସେ ଯୋଗୀ ହୋଇପାରିବ ନାହିଁ। ଆମେ ନିଜର ଶାନ୍ତି ପାଇଁ ଧ୍ୟାନ କରିବା ଠିକ୍, କିନ୍ତୁ ଈଶ୍ୱର କାହିଁକି ପ୍ରସନ୍ନ ହେବେ ଧ୍ୟାନ କଲେ? ଯାହାର ସେବକ ଆପଣ, ଆପଣଙ୍କର ଚାକିରିଆ ଯଦି କାମ ନ କରି ଆପଣଙ୍କର ଧ୍ୟାନ କରନ୍ତି ଆପଣ ପ୍ରସନ୍ନ ହୋଇ ମଜୁରୀ ଦେବେ ନାହିଁ। ଈଶ୍ୱର କାହିଁକି ପ୍ରସନ୍ନ ହେବେ ତାଙ୍କୁ ଧ୍ୟାନ କଲେ? ମୁନି ସମାଜର ଯୋଗ ଆପଣଙ୍କୁ ପ୍ରକୃତ ଗୃହସ୍ଥ କରିପାରିବ। ମୁନି ସମାଜ ଯୋଗ ଦ୍ୱାରା ଆପଣ ବିଚିତ୍ର ମନୁଷ୍ୟ ନ ହୋଇ ଭଲ କୃଷକ, ବେପାରୀ, ପ୍ରଫେସର, ଶିକ୍ଷକ, ମ୍ୟାନେଜର ଓ ରାଜା ହୋଇପାରିବେ ଏବଂ ପ୍ରକୃତ ସୁଖ ଶାନ୍ତି ଓ ଆନନ୍ଦ ପାଇପାରିବେ। ଏହା ହେଉଛି ମୁନି ସମାଜର ଉପଦେଶ ବା ମୁନି ସମାଜର ଜ୍ଞାନ। ସମସ୍ତଙ୍କୁ ମୋର ସତ୍ ପ୍ରେମ। ଜୟ ଜୀବ, ଜୟ ଜୀବ, ଜୟ ଜୀବ।